संध्या समय समस्त प्रभु जीसु ख्रीष्ट नाम समस्त हालेलुया हालेलुया हालेलुया। दया करंतु आज मैंने संध्या समय विषय आलोचना करवा विषय हूँ आम से प्रथम जगन तार 5 अध्याय 17 पद 18 पद 19 पद आम ध्यान कर चलो आउ 20 पद 21 20 पद समस्त अधर्म ही पाप समस्त धर्म ही पाप जहाँ मृत्युजनक नुहे एपरि पाप अछि जहाँ मृत्युजनक नुहे एपरि पाप अछि पाप करे नहीं जे के ईश्वर ठारू से पाप करे नहीं वरम जे ईश्वर ठारू जात ईश्वर ठारू जात है अपन रक्षा और पाप आत्मा ताकू स्पर्श करे नहीं यह आम जान आमने जो ईश्वर को ठारू जात समस्त जगत जो पाप आत्मार अधीन यह आम जान आने जानू जे ईश्वर पुत्र जो सत्यमय को जानवा निमंते आम मान को ज्ञान दे आम मान से सत्यमय आत्मा ठारे अर्थात पुत्र जीशु कृष्ण ठाऊ से सत्य ईश्वर वो अनंत जीवन हालेलुया हालेलुया। ये जगह मैंने परमेश्वर वाक्य देखी पार्छु समस्त अधर्म ही पाप किंतु जहाँ मृत्युजनक नुहे एपरि पाप अच्छी पाप कले मरी हम ना ये हालेलुया पाप कले लोक भावुं कौन मुई मरुची कि मुई कौन मत कौन हो कि मुई पाप छाड़ी ये पुड़िया भांग मद यहाँ मृत्युजनक नुह हठात मृत्युजनक नुह किसी होना पुड़िया खाऊना बोले मत किसी हम ना ना कि लिखाई जो मृत्युजनक पाप ना जे के ईश्वर ठार जात से पाप करे ना जे के ईश्वर ठार जात से केवे पाप कर बरम से ईश्वर ठार जात हो अपना को रक्षा करे आ पापात्मा स्पर्श करे माने जड़े लोक ईश्वर ठार जात होले से केवे पाप कर बरम से ईश्वर जात हो निज को रक्षा कर हालेलुया। रक्षा बोले कमती करवा रक्षा बोले कौन से निजे से पाप कले तो मद पीबार ना मद पीले पाप मद न पीबार आउची निज को रक्षा हालेलुया। सेपरी व्यभिचार करवाटा सेपरी आम अनेक अनेक विषय अच्छी से आमने देखी पार हालेलुया प्रेज द लॉर्ड प्रभु नाम स्तुति हो ये आमने देखुछु तापर पाप आत्मा ताकू स्पर्श करे ना यह आमने जानू जो लोग ईश्वर ठार जात होती पाप आत्मा स्पर्श कर जानू लिखा आम ईश्वर ठार जात हुए समस्त जगत पाप आत्मार अधीन यह जान जगत रे पाप आत्मार अधीन अच्छे आम जानू हालेलुया। किंतु ईश्वर ठारू जे जात से पापर अधीन ना यह जान किंतु से प्रभु को विश्वास कर पापर अधीन पाप जमती चलो सेमती से चलुव तेज से लोक
କେମିତି ଲୋକ ନାମରେ ଜୀବିତ ନାମରେ ଜୀବିତ ହେଇକି ବୁଲୁଥିବ କ'ଣ ବୋଲେ ନାଇଁ ମୁଁ ପାପର ଅଧୀନରେ ନାହିଁ ମୁଁ ଖ୍ରୀଷ୍ଟିଆନ ହେଲେ ଜଣେ ଲୋକ ପାପର ଅଧୀନରେ ସେ ମୃତ୍ୟୁର ଅଧୀନରୁ ଦୂରେଇ ଯିବ ତାହା ନାହିଁ ମାତ୍ର ଯେ ଲୋକ ପାପ ଛାଡ଼ିବ ଯେ ଲୋକ ପାପ ପରିତ୍ୟାଗ କରିବ ଯେ ଲୋକ ପାପ କରିବ ନାହିଁ ସେଇ ଲୋକ ଜୀବନର ଅଧିକାର କାରଣ ଏଠି ଲେଖା ହେଇଛି ଆହୁରି ମଧ୍ୟ ଆମେମାନେ ଜାଣୁ ଯେ ଈଶ୍ୱରଙ୍କ ପୁତ୍ର ଆସି ଅଛନ୍ତି ଈଶ୍ୱରଙ୍କର ପୁତ୍ର କ'ଣ ପାଇଁ ଆସୁଛନ୍ତି ଆମର ପାପ ବହି ନେଇଯିବା ପାଇଁ ଆସୁଛନ୍ତି ଏବଂ ସତ୍ୟମୟ ଆତ୍ମାଙ୍କୁ ଜାଣିବା ନିମନ୍ତେ ଆମମାନଙ୍କୁ ଜ୍ଞାନ ଦେଇଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବାରୁ ଆମେ ଜାଣିଲେ ଯେ ସତ୍ୟମୟ ଆତ୍ମାକୁ ଜାଣିବା ନିମନ୍ତେ ଗୋଟେ ଜ୍ଞାନ ପାଇଁ ନହେଲେ ଜଗତରେ କିଏ ସତ୍ୟ ଜାଣିବା ପାଇଁ ଆମକୁ ଜ୍ଞାନ ଦେଇପାରିବେ ନାହିଁ ପୁଣି ଆମମାନେ ସେହି ସତ୍ୟମୟ ଆତ୍ମାଙ୍କ ଠାରେ ଅର୍ଥାତ୍ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥାଇ ସେହି ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି ମାନେ ସେ ପରମେଶ୍ୱରଙ୍କ ଠାରେ ଥାଇ ଆମମାନେ କ'ଣ ପାଇବାର ଅଛି ଅନନ୍ତ ଜୀବନର ଅଧିକାରୀ ହେବାର ଅଛି କାରଣ ଆମେ ଗୋଟେ ପଦ ଦେଖିବା ପ୍ରଥମ କରନ୍ତି ଜନ ତାର 3 ଅଧ୍ୟାୟର 14 ପଦ ହଁ କୋଉମାନେ ସେଟା ଯେଉଁମାନେ ପାପ କରୁନାହାନ୍ତି ଯେଉଁମାନେ ପାପର ଅଧୀନରେ ନାହାନ୍ତି ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି ସତ୍ୟମୟ ଆତ୍ମାଙ୍କୁ ବିଶ୍ୱାସ କରୁଛନ୍ତି ସେଇ ଲୋକ କ'ଣ ସେ ଜାଣେ ଯେ ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରି ଅଛି ଯେଣୁ ଆମମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ ଯିଏ ପ୍ରେମ କରେ ନାହିଁ ସେ ମୃତ୍ୟୁର ଅଧୀନରେ ହାଲେଲୁୟା ହାଲେଲୁୟା ଆମେ ଯୀଶୁଙ୍କୁ ବିଶ୍ୱାସ କରିବାରେ କ'ଣ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରୁ ମରବାଟା ଡେଇଁକି ଜୀବନରେ ହାଲେଲୁୟା କାରଣ ପ୍ରଭୁ ଯୀଶୁ ନିଜେ ହିଁ ସେ ଜୀବନ କାରଣ ସେ କହିଛନ୍ତି ମୁଁ ପଥ ସତ୍ୟ ଓ ଜୀବନ ସେଠି ହାଲେଲୁୟା ଏଣୁକରି ଆମମାନେ କୋଉ ଲୋକ ପାପ କରିବ ଯେ ଈଶ୍ୱରଙ୍କ ଠାରୁ ଜାତ ହୋଇନାହିଁ ଖ୍ରୀଷ୍ଟିଆନ ହେଇଥିବ ସେ ଖ୍ରୀଷ୍ଟିଆନ ହେଇଥିବ ମାତ୍ର ଈଶ୍ୱରଙ୍କ ଠାରୁ ଜାତ ହେଇନ ସେ ଲୋକ କ'ଣ କରିବ ହାଲେଲୁୟା 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 ଯେ ଈଶ୍ୱରଙ୍କ ଠାରୁ ଜାତ ସେ ପାପ କରେ ସେ କ'ଣ କରିଛି ଈଶ୍ୱରଙ୍କ ଠାରୁ ଜାତ ହେଇଛି ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରେ ଆଉ ଗୋଟେ ପଦ ଆମେ ଦେଖିବା ସେ ପ୍ରଥମ ପୁସ୍ତକ 1:23 ପଡ଼ିବା যে লোক মৃত্যুକୁ ଅତିକ୍ରମ କରି ସେ ଜୀବନରେ ପ୍ରବେଶ କରିଛି ସେ ଲୋକ କିଏ ସେଠି ଲେଖା ହେଇଛି ଆଉ ଯେଣୁ ତୁମେ ମାନେ କ୍ଷଣୀ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ବରଂ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୁଏ କୋଉଠି ପୁନର୍ଜାତ ହେଇଛି ସେ ସତ୍ୟମୟ ଆତ୍ମାଙ୍କୁ ଯୀଶୁଙ୍କୁ ଯୋଉ ଲୋକ ବିଶ୍ୱାସ କରିଛି ସେ କୋଉଠି ପୁନର୍ଜାତ ହେଇଛି ଯେ ପାପ ଯେ ଈଶ୍ୱରଙ୍କ ଠାରୁ ଜାତ ସେ କୋଉଠି ପ୍ରବେଶ କରିଛି ଜୀବନରେ ପ୍ରବେଶ କରିଛି ସେ ଜୀବନରେ ପ୍ରବେଶ କରିଛି ସେ କେମିତି ଅଛି ସେ କ୍ଷଣ ବୀଜରୁ ଜାତ ହେଇନାହିଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ଏ କ୍ଷଣ ନାହିଁ ଚିରସ୍ଥାୟୀ ଗୋଟେ ଦିନ 2 ଦିନ ପାଇଁ ନାହିଁ ସବୁଦିନ ପାଇଁ ହାଲେଲୁୟା ହାଲେଲୁୟା କୋଉ ଲୋକ ପାପ କରିବ ନାହିଁ ଯେଉଁ ଲୋକ ଈଶ୍ୱରଙ୍କ ଠାରୁ ଜାତ ହେଇଛି ସେ ଲୋକ ପାପ କରିବ ନାହିଁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଯେ ପାପ କରେ ସେ ଈଶ୍ୱରଙ୍କ ଠାରୁ ଜାତ ଯେ ପାପ କରେ ସେ ଈଶ୍ୱରଙ୍କ ଠାରୁ ଜାତ ମାତ୍ର ସେ
ପାପ କରେ ନାହିଁ ସେ ଈଶ୍ୱରଙ୍କ ଠାରେ ଯାତ ହାଲେଲୁୟା ପ୍ରଭୁ ଏ ଛୋଟ ପନ୍ତେ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।